ଆଜି ଶୁଣିବା ଓଡ଼ିଆ କଥା ସାହିତ୍ୟର ଏକ ସୁପ୍ରସିଦ୍ଧ ଉପନ୍ୟାସ ଜଳଦର୍ପଣ ଭାଗ 1। ଲେଖକ ପ୍ରକାଶ କୁମାର ପରିଡ଼ା। ଜବାକୁସୁମ ସକାଶଂ କାଶ୍ୟପେୟଂ ମହାଦୂତିଂ ଧତ୍ୱାରିଂ ସର୍ବପାପନଂ ପଣଂତୋଷିଂ ଦିବାକରମ୍। ସେଇ ମାତ୍ର ଉଦିତ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଆଞ୍ଜୁଳାଏ ଜଳ ତୋଳି ଧରି ଆଖି ବୁଜି ଶ୍ଲୋକଟି ଆବୃତ୍ତି କଲା ଶ୍ରାବକ। ଗାଧୋଇ ସାରି ଅଣ୍ଟାଏ ପାଣିରେ ଗଳବସ୍ତ୍ର ହୋଇ ଗମ୍ଭୀର ଉଦାର କଣ୍ଠରେ ଆବୃତ୍ତି କଲା ସୂର୍ଯ୍ୟ ସ୍ତ୍ରୋତ। ଆବୃତ୍ତି ସମାପ୍ତ ହେବା ସହିତ ଓମ୍ ସାବିତ୍ରେ ନମଃ, ଓମ୍ ଭାବମେ ନମଃ, ଓମ୍ ନମଃ ସୂର୍ଯ୍ୟାୟ ଆଦି ଉଚ୍ଚାରଣ କରୁ କରୁ ଆଞ୍ଜୁଳାରୁ ଜଳତଳ ବୁହାଇ ଦେଇ ସେ ଅର୍ଦ୍ଧ ନିମିଳିତ ଆଖିରେ ସାମ୍ନାକୁ ଚାହିଁଲା। ଆଶୀର୍ବାଦ ଦିଅ ମାଗିବା ଭଙ୍ଗୀରେ ଓ ପୁଣି ଥରେ ଆଖି ବୁଜିଦେଲା ପ୍ରାପ୍ତ ହେଲି ଧନ୍ୟ ହେଲି ଅର୍ଥରେ। ତା ମୁଣ୍ଡରୁ ନିଗିଡ଼ି ପଡ଼ୁଥିଲା ଜଳବିନ୍ଦୁ କେତୋଟି ସରୁ ଧାର ହେଇ କାନ୍ଧ, ବାହୁ ଓ ଛାତିର ମାଂସପେଶୀ ଉପରେ ବହି ଯାଉ ଯାଉ ଅଟକି ଯାଇଥିବା ଜଳବିନ୍ଦୁ ଗୁଡ଼ିକ ଦେହରେ ଅରୁଣାଭା ଏକ ରମଣୀୟ ରଙ୍ଗ ବିନ୍ୟାସ ଦେଇଥିଲା। 18 ବର୍ଷ ବୟସର ଶ୍ରାବକ। ମୁହଁକୁ ନ ଚାହିଁ କେବଳ ଦେହକୁ ଦେଖିଲେ ମନେ ହେବ 25 ବର୍ଷର ଯୁବକଟିଏ। ବ୍ୟାୟାମ ପୃଷ୍ଠ, ଋଜୁ ଶରୀର, ଦୀର୍ଘ, ସଳଖ, ଶକ୍ତ, ସ୍ଫୀତବକ୍ଷ। ମାତ୍ର ମୁହଁଟି 18 ବର୍ଷର କୋମଳ ନବଯୁବାର। ତହିଁରେ ଦୁଇଟି ଆବେଗ ପ୍ରବଣ ନିରୀହ କୋମଳ ଆଖି, ତୀଖ ନାକ, ସୂକ୍ଷ୍ମ ଲୋମାବଳୀ ବିଶିଷ୍ଟ ନାକ ତଳ, ପତଳା ଓଠ, ଗହଳ ଭ୍ରୁଲତା, ଈଷତ୍ ଲମ୍ବା ନୁହେଁ ବିସ୍ତାରିତ କାନ। ଶ୍ରାବକର ବ୍ୟକ୍ତିତ୍ୱରେ ଯେଉଁ କୋମଳତାର ଆଭାସ ଦିଏ ଶରୀରଟି ଠିକ୍ ତାର ବିପରୀତ, କଠିନ, ଦନ୍ତୁରିତ ଓ ପରିପୁଷ୍ଟ। ତୁଠ ପାହାଚକୁ ଉଠୁ ଉଠୁ ଶାବକ ଦୂର ଦିଗ୍ବଳୟର ସମାହିତ ପୃଷ୍ଠଭୂମିରେ ଏବେ ନାରଙ୍ଗୀ ରଙ୍ଗର ଏକ ବିରାଟ ଗୋଲକର ଆଭାସ ଦେଉଥିବା ସୂର୍ଯ୍ୟଙ୍କୁ ଘୋଡ଼େଇ ପକାଇବା ପାଇଁ ହାଲୁକା ଧଳା ମେଘ ଖଣ୍ଡେ ତାର ହାତ ବଢ଼ାଉଥିବାକୁ ଦେଖିବାକୁ ପାଇଲା। ହାତଟି ଥିଲା ଅତିକାୟ। ଅଚିରେ ତାହା ନବୋଦିତ ସୂର୍ଯ୍ୟଙ୍କୁ ଢାଙ୍କିଦେଲା ରାହୁଗ୍ରାସ ରୀତିରେ। ପରେ ପରେ ସେହି ଜଳ ଭାରହୀନ ଲଘୁ ମେଘଖଣ୍ଡ ସକାଳ ପବନର ଘାତରେ ଆହୁରି ଲଘୁ, ଆହୁରି ସୂକ୍ଷ୍ମ ଓ ଆହୁରି ବିସ୍ତୃତ ହୋଇ ନାରଙ୍ଗୀ ରଙ୍ଗର କେତେ କେତେ ପ୍ରକାଶ ଆପଣା ଅବୟରେ ଉକୁଟେଇ ଆକାଶ ବକ୍ଷରେ ଭାସିଗଲା। ସୂର୍ଯ୍ୟ ପୁଣି ହୋଇଗଲେ ସ୍ପଷ୍ଟ। ଏତେବେଳକୁ କିରଣ ହୋଇଗଲାଣି ଫିକା ସୁନେଲି। ସୂର୍ଯ୍ୟକିରଣର ଏଇ ରଙ୍ଗ ପରିବର୍ତ୍ତନର କ୍ରମ ଓ ପରିବର୍ତ୍ତିତ ରଙ୍ଗରେ ଚୈତ୍ର ପ୍ରକୃତିର କୋମଳ ପାଦପ ପତ୍ରାବଳୀ ଯେଉଁ କମନୀୟ ରଙ୍ଗ ବିଭବରେ ମୁହୁର୍ମୁହୁ ରଙ୍ଗୀନ ହୋଇ ଉଠୁଥିଲା ଓ ରଙ୍ଗାନ୍ତରରେ ପରିବର୍ତ୍ତିତ ହୋଇ ଉଠୁଥିଲା ନିଜସ୍ୱ ରଙ୍ଗ ସହ ସାମିଲ ହେଇ, ତାହା ଶ୍ରାବକର ଅନ୍ତରକୁ ସ୍ନିଗ୍ଧ, ସତେଜ ଓ ପୁଲକିତ କରିଦେଲା। ସେ ପୁଲକକୁ ଯଦି ଭାଷାରେ ବ୍ୟକ୍ତ କରି ହୁଅନ୍ତା ତେବେ ତାହା ହୁଅନ୍ତା, ଆଃ, ପୃଥିବୀର ଏ ବିଚିତ୍ର ପ୍ରାତଃ ଶୋଭା। କୋଟି କୋଟି ବର୍ଷର ପ୍ରାଚୀନତା ସତ୍ତ୍ୱେ ତଥାପି ନିତ୍ୟ ନୂତନ ପ୍ରାତଃ ଶୋଭା ପ୍ରଣମ୍ୟ। ଏହି ଉପଲବ୍ଧି ତାକୁ ଅଧିକ ଉତ୍ସାହିତ କଲା ଓ ସେ ନିଜ ଭିତରେ ବହୁଦିନୁ ଅସ୍ପଷ୍ଟ ହୋଇ ରହିଥିବା ଏକ ଭାବର ପ୍ରକାଶ ଘଟୁଥିବା ଲକ୍ଷ୍ୟ କଲା। ସେ ଭାବିଲା, ଗିରି, ଗୁହା, ନଦୀ ତଟ, ସାଗର ବକ୍ଷରୁ ଥାଇ ଆଜିର ଏ ରମଣୀୟ ସୂର୍ଯ୍ୟୋଦୟ ପ୍ରତି ଯେଉଁ ମହାନ୍ ଋଷି, ସାଧୁ, ସନ୍ଥ, ଦାର୍ଶନିକ, ଆଚାର୍ଯ୍ୟ, ପରିବାରଚକ, ବ୍ରାହ୍ମଣ, ବିଦ୍ୟାର୍ଥୀ ଓ ବ୍ରହ୍ମଚାରୀ ଆପଣାର ପ୍ରଣତି ଓ ପୂଜାର୍ଘ୍ୟ ନିବେଦନ କରୁଛନ୍ତି, ମୁଁ ସେହିମାନଙ୍କ ସଗୋତ୍ର, ସେହିମାନଙ୍କ ପୁଣ୍ୟର ଅଂଶୀଦାର, ସେହିମାନଙ୍କ ଉତ୍ତରବର୍ତ୍ତୀ। ମୁଁ ଖାଲି ମଣିଷ ନୁହେଁ, ମୁଁ କେବଳ ଶ୍ରାବକ ନାମକ ଯୁବକ ନୁହେଁ, ମୁଁ କେବଳ ସିଦ୍ଧପାଦଙ୍କ ପୁତ୍ର ନୁହେଁ, ମୁଁ ମଣିଷର ଉତ୍ତରଣର ସାଧନର ପ୍ରଭାବ, ସିଦ୍ଧିଲାଭର ପୂର୍ଣ୍ଣତା ରୂପକ ଜଡ଼ତା ପ୍ରାପ୍ତିର କାମନାରେ କଳୁଷିତ ହୋଇନଥିବା ପ୍ରବାହ। ନିଜକୁ ଶରୀର ସର୍ବସ୍ୱ ସ୍ଥୂଳତାରୁ ମୁକ୍ତ କରି ଏକ ଉତ୍ତରିତ ଚେତନାରେ ଆରୂଢ଼ କରାଇ ଶ୍ରାବକ ଆହୁରି ପୁଲକିତ ଓ ପରିତୃପ୍ତ ହେଲା। ସେହି ପୁଲକ ଓ ପରିତୋଷ ସ୍ମିତରେ ରୂପାନ୍ତରିତ ହୋଇ ଶାବକର ବ୍ୟକ୍ତିତ୍ୱରେ କମନୀୟତା ଭରିଦେଲା।
ସେ ଧୀରେ ଉଠି ଆସିଲା ବନ୍ଧ ଉପରକୁ। ସକାଳର ଦୀର୍ଘ ଛାଇ ତାହାର ଏକ ବିଭାଜକ ରେଖା ପରି ସେହି ଅଜାମିତିକ କ୍ଷେତ୍ର ବିଶିଷ୍ଟ ଜଳଭଣ୍ଡାରର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ଯାଏ ଲମ୍ବି ଯାଇଥିଲା ପଶ୍ଚିମ ଦିଗରେ। ଜଳଭଣ୍ଡାରଟି ଆକୃତି ପ୍ରକୃତି ଦୃଷ୍ଟିରୁ ପୁଷ୍କରିଣୀ ସୁଦ୍ଧା ନଥିଲା, କିନ୍ତୁ ଗ୍ରାମବାସୀ ତାକୁ ପୁଷ୍କରିଣୀ ମାତ୍ର ଭାବେ ବ୍ୟବହାର କରୁଥିଲେ କ୍ୱଚିତ୍। ତାର ନାଁ ଥିଲା ଶଙ୍ଖମୁହଁ। ଯେକୌଣସି ପବିତ୍ର ସରୋବର ପରି, ଦେବାବଗ୍ରାହୀ ହ୍ରଦ ପରି, ପୁଣ୍ୟଦାୟୀ ଜଳତୀର୍ଥ ପରି ସେମାନେ ସେହି ଜଳାଶୟଟିକୁ ମହତୀ ମନେ କରୁଥିଲେ। ସେମାନଙ୍କ ଚେତନାରେ ତାହା ଏତେ ଓତପ୍ରୋତ ହୋଇଥିଲା ଯେ ସେମାନେ ତାହାର ମହତୀ ଦିଗକୁ ଆଉ ସମ୍ଭ୍ରମ ସମ୍ମାନ ଦେଉନଥିଲେ। ମା'କୁ ଭଲ ପାଇଲା ପରି, ମା'ର ଭଲ ପାଇବା ପରି ଶଙ୍ଖମୁହଁ ପ୍ରତି ଓ ଶଙ୍ଖମୁହଁର ପାରସ୍ପରିକ ସମ୍ପର୍କ ଯେତିକି ନିବିଡ଼ ଥିଲା, ସେତିକି ଥିଲା ଅନ୍ତରଙ୍ଗ। ସେଇଠି ଶୌଚ ଓ ତର୍ପଣ, ଶବ ସଂସ୍କାର ଓ ଘଟପୂଜନ, ସ୍ନାନ ଓ ମୀନ ସଂଗ୍ରହ, ସେଚ ଓ ସଞ୍ଚୟ ସବୁ ବିରୋଧ ବିପରୀତାତ୍ମକ କ୍ରିୟା ଯୁଗପତ୍ ଘଟେ। କେତେ ବୟସ ସତେ ହେବ ଶଙ୍ଖମୁଖର? ଯେତେବେଳେ ଶ୍ରାବକ ଆହୁରି ସାନ ପିଲାଟିଏ ହୋଇଥିଲା, ସେତେବେଳେ ତାର ଏହି ଜିଜ୍ଞାସାର ଉତ୍ତରରେ ବାପାଙ୍କଠାରୁ ଶୁଣିଥିଲା ଶଙ୍ଖମୁହଁର ଜନ୍ମ ବୃତ୍ତାନ୍ତ। ହସି ହସି ସିଦ୍ଧପାଦ କହିଥିଲେ, ତୁମେ ଶୁଣିନାହଁ କି? ଆଜିକୁ ଶହ ଶହ ବର୍ଷ ପୂର୍ବେ ଆମେ ନୀଳାଢିଅରେ ରହୁଥିଲା ଗୋଟିଏ ଅସୁର। ତା ନାଁ ଥିଲା ଶଙ୍ଖାସୁର। ଶଙ୍ଖ ଭଳି ଧଳା ତାର ରଙ୍ଗ। ସେ ଚିତ୍କାର କଲେ ଶଙ୍ଖ ଭଳି ତୀବ୍ର ଓ ଗମ୍ଭୀର ଶବ୍ଦ ହୁଏ। ସେଥିପାଇଁ ତା ନାଁ ସେମିତି। ଦିନସାରା ସିଏ ନୀଳାଢିଅ ବଣରେ ରହେ। ରାତି ହେଲେ ଚରାରେ ବାହାରେ। ତା ଭୟରେ ସଞ୍ଜବେଳକୁ ଗାଁରେ ତାଟି କବାଟ ପଡ଼ିଯାଏ। ଦିନେ ଗାଁର ଜଣେ ବୀର ପୁରୁଷ ପ୍ରତିଜ୍ଞା କଲେ, ଆଜି ଶଙ୍ଖାସୁରକୁ ବଧ କରିବେ। ଗାଁ ଲୋକେ ତାଙ୍କ କଥା ଶୁଣି ଭୟଭୀତ ହେଇଗଲେ। ଭାବିଲେ, ନିଶ୍ଚେ ଏ ଗାଁକୁ ବିପତ୍ତି ପଡ଼ିଲା। କୋଉ ମଣିଷ କ'ଣ ଅସୁରକୁ ମାରିପାରିବ କେବେ? ଏ ଟୋକା ବଳପୁର ହେଉଛି ସିନା, ନିଶ୍ଚେ ପରାଭବ ପାଇବ। ତାପରେ ଅସୁର ତ ରାଗିକି ଥିବ, ସାରା ଗାଁଟାକୁ ଉଚ୍ଛନ୍ନ କରିବ। ଏହା ଭାବି କେଇ ଜଣ ଭୟାଳୁ ଲୋକ ଦୂର ଗାଁକୁ ସବୁ ଚାଲିଗଲେ। ଆଉ କେଇ ଜଣ ଭାବିଲେ, ଯଦି ଅସୁର ମୁହଁରେ ମରିବୁ, ତାହେଲେ ତା ସାଙ୍ଗରେ ଲଢ଼େଇ କରି ନ ମରିବୁ କାହିଁକି? ସେଇଠୁ ଦିନ ଦ୍ୱିପହରୁ ଗାଁ ସାରା ଲୋକେ ପାଖ ଗାଁରୁ କେଇ ଜଣ ମିଶି ନୀଳାଢିଅ ବଣକୁ ବାହାରିଲେ। ସମସ୍ତଙ୍କ ହାତରେ ଖଣ୍ଡା, ତରୁଆଲ, ବର୍ଚ୍ଛା, କୁନ୍ତ, ଫାର୍ସା, କୁରାଢ଼ୀ, ଶାବଳ, ଠେଙ୍ଗା ଇତ୍ୟାଦି ବିଭିନ୍ନ ଅସ୍ତ୍ରଶସ୍ତ୍ର। ସେମାନେ ଚିତ୍କାର କରି କୁହାଟ ଛାଡ଼ି ନିଆଁ ଜଳାଇ ତିନିପଟରୁ ନୀଳାଢିଅକୁ ଘେରି ଆସିଲେ। ଗୋଟିଏ ପଟ ଥାଏ ଖାଲୁଆ ଜାଗା, ସେଠି ବର୍ଷା ଦିନେ କଇଁ ଫୁଟେ। ଲୋକଙ୍କ ଚିତ୍କାର ଓ କୁହାଟରେ ଶଙ୍ଖାସୁର ନିଦ ଭାଙ୍ଗିଗଲା। ସେ ଏକାବେଳକେ ଏତେ ମଣିଷଙ୍କୁ ଦେଖି ଭୟ ପାଇଗଲା। ଦେଖିଲା ଗୋଟିଏ ପଟେ ଫାଙ୍କା ଅଛି, ସେଇ ବାଟେ ଦେଲା ଦୌଡ଼। ତାର ଧଳା ରଙ୍ଗର ଦେହ ଗହୀର ବିଲର ସବୁଜିମା ଉପରେ ଗୋଟାଏ ଶ୍ଵେତ ପତାକା ଉଡ଼ାଇ ଦେଲା ପରି ଦିଶୁଥାଏ। ଅସୁରକୁ ଧାଉଁଥିବାର ଦେଖି ବିପୁଳ ଉତ୍ସାହରେ ଲୋକମାନେ ତାକୁ ଅନୁସରଣ କଲେ। ଶଙ୍ଖାସୁର ଦୌଡ଼ି ଦୌଡ଼ି ସେଇ ଖାଲ ଜମି ଉପର ଦେଇ କିଛି ବାଟ ଯାଇଛି। ପଙ୍କରେ ତା ଗୋଡ଼ ଦବିବାକୁ ଆରମ୍ଭ କଲା। ସେ କ୍ରମେ ଅଧିକ ନରମ ପଙ୍କ ଦିଗକୁ ଚାଲିଗଲା। ଠାଏ ତା ଗୋଡ଼ ଆଣ୍ଠୁ ଯାଏ ଦବିଗଲା ଯେ ସେ ଆଉ କୁଦା ମାରି ସୁଦ୍ଧା ଉଠିପାରିଲା ନାହିଁ। ଯେତେ କୁଦୁଥାଏ ସେତେ ଅଧିକ ଦବି ଯାଉଥାଏ। ଭୟ, କ୍ଳାନ୍ତି ଓ ନୈରାଶ୍ୟରେ ସେ ଘନ ଘନ ଚିତ୍କାର କଲା। ତାର ଯେଉଁ ଚିତ୍କାର ଶୁଣି ଲୋକେ ସଞ୍ଜ ପରେ ବି ଭୟରେ ଥରିଯାଆନ୍ତି, ସେଦିନ ସେ ଚିତ୍କାରରେ ଆତଙ୍କ ମିଶି ରହିଥିବାରୁ ପୁଣି ଦିନର ଆଲୁଅ ଥିବା ଯୋଗୁଁ ଲୋକମାନଙ୍କୁ ତାହା ଆଦୌ ଭୟପ୍ରଦ ମନ ହେଲା ନାହିଁ। ଶଙ୍ଖାସୁର ଅଧିକ ଭୟଭୀତ ହୋଇ ଆହୁରି ଚିତ୍କାର କରୁଥାଏ। କ୍ରମେ ତାର ଚିତ୍କାର କରୁଣ କ୍ରନ୍ଦନ ଭଳି ଶୁଭିବାକୁ ଲାଗିଲା ଏବଂ ପଙ୍କରେ ପେଟ ଯାଏ ପୋତି ହେଇ ସେ ଆଉ ହଲଚଲ ହୋଇପାରିଲା ନାହିଁ। ତହୁଁ ଲୋକେ ତାକୁ ଘେରି ଯାଇ ନିଜ ନିଜ ଅସ୍ତ୍ରଶସ୍ତ୍ରରେ ଆଘାତ କରିବାରେ ଲାଗିଲେ। କିଂକର୍ତ୍ତବ୍ୟ ବିମୂଢ଼, ଅସହାୟ, ଆତ୍ମରକ୍ଷା ଅବଲମ୍ବନ ବିହୀନ ସେହି ଅସୁରମାନଙ୍କର ମିଳିତ ଆସୁରିକତାରେ ମରିପଡ଼ିଲା। ରକ୍ତାକ୍ତ କ୍ଷତାକ୍ତ ତାର ଶରୀରକୁ ଲୋକେ ବାଉଁଶ, ଠେଙ୍ଗା ଓ ଦଉଡ଼ି ସାହାଯ୍ୟରେ ଶୁଖିଲା ଜାଗାକୁ ଟେକି ଆଣିଲେ। ସେଇ ବୀରପୁରୁଷ ତାଙ୍କ ଅଦ୍ଭୁତପୂର୍ବ କରଣୀ ଓ ଆକାଂକ୍ଷିତ ସାଫଲ୍ୟରେ ଏତେ ଉଦ୍ବେଳିତ ହେଇପଡ଼ିଲେ ଯେ ହଠାତ୍ ପ୍ରସ୍ତାବ କଲେ, ଚାଲ ଆମେ ରାକ୍ଷସଟାକୁ ରାନ୍ଧି ଖାଇଦେବା।
ସିଏ ଆଉ ଥିବ ଯେ ଉତ୍ପାତ କରିବ। ଲୋକେ ବି ଏତେ ପୁଲକିତ, ଉତ୍ତ୍ୟକ୍ତ ଓ କାଣ୍ଡଜ୍ଞାନ ଶୂନ୍ୟ ହୋଇଯାଇଥିଲେ ଯେ ସେମାନେ ଦଳପତିର ଏ ପ୍ରସ୍ତାବରେ ତତ୍କ୍ଷଣାତ୍ ଏକମତ ହୋଇଗଲେ। ସେଇଠି ସେ ଖାଲୁଆ ଜମିରେ ଅସୁରକୁ ମାରି ଛାଲି କେଳେଇ ଲୋକେ ସେରେ ସେରେ ମାଂସ ନେଇ ନୂଆ ହାଣ୍ଡିରେ ରାନ୍ଧି ଖାଇଥିଲେ। ହାଡ଼ କଣ୍ଟା ସବୁକୁ ଏକାଠି କରି ଗୋଟାଏ ଜାଗାରେ ପୋତିଥିଲେ। ଆଜିକାଲି ତା ନାଁ କଣ୍ଟା ପଡ଼ିଆ। ଏତେ ସବୁ କରିସାରି ଲୋକେ କିନ୍ତୁ ଶଙ୍ଖାସୁରର ମୁଣ୍ଡଟା କଥା ଭୁଲି ଯାଇଥିଲେ। ଲୋକମାନଙ୍କ ମାଂସ ବାଣ୍ଟୁରାର ସୁଯୋଗରେ କୁକୁରଟାଏ ମୁଣ୍ଡକୁ ଘୋଷାରି ନେଇ ସେ ଖାଲ ଜମିରେ ଠାଏ ପକାଇଥିଲା। ଫେରନ୍ତା ରାସ୍ତାରେ ତାକୁ ଦେଖି କିଏ ଜଣେ କହିଲା, ଇରେ ଏଠି କ'ଣ ଶଙ୍ଖ ମୁହଁ ଦେଖେଇଲେଣି? ସମସ୍ତେ ଦେଖିଲେ। ସତକୁ ସତ ସେ କଟାମୁଣ୍ଡଟା ଶଙ୍ଖାସୁର ପାଣିରେ ବୁଡ଼ି ମୁହଁ ଦେଖାଇଲା ପରି ଦିଶୁଛି। କ୍ରମେ ସେହି ଖାଲ ଜମି ଉପର ଦେଇ ସଦର ରାସ୍ତା ଗଲା। ରାସ୍ତାର ଦି ଧାରରେ ପୁଣି ଯୋଉଠି ସୋଠ ବସିଲା, ସେଠି ମାଟି ଖୋଳାଇ ରାସ୍ତା ଉଚ୍ଚା ହେଲା। ସେ ଖାଲ ଜମିଟା ଏକ ଜଳାଶୟ ଆକାର ଧରିଲା। ଲୋକମୁଖରେ ଜଳାଶୟଟି ଶଙ୍ଖମୁହଁ ହେଇ ରହିଗଲା। ନୂଆ ଘର ତିଆରି ପାଇଁ, ଘର ଲିପିବା ପାଇଁ, ବାରଣ୍ଡା ତିଆରି କି ବାଡ଼ି ପଗାର କରିବା ପାଇଁ ଫି ବର୍ଷ ଖରାଦିନେ ଲୋକେ ଆପଣା ସୁବିଧା ମତେ ଏଠୁ ସେଠୁ ମାଟି ଉଠେଇ ନିଅନ୍ତି। ତେଣୁ ଶଙ୍ଖମୁହଁର ନିର୍ଦ୍ଦିଷ୍ଟ ଆକାର ନାହିଁ କି ଆୟତନ ନାହିଁ। ସିଦ୍ଧପାଦଙ୍କ ବକ୍ତବ୍ୟକୁ ତାଙ୍କରି ଭାଷା ଓ ଭଙ୍ଗୀରେ ମନେ ପକାଇବାକୁ ଚେଷ୍ଟା କଲା ଶ୍ରାବକ ଏମିତି ଏକ କାହାଣୀ ମନେ ପକାଏ। ଯଦିଚ ତା ଅଜ୍ଞାତରେ ସେ ନିଜେ ହିଁ ନିଜ ସୁବିଧା ମତେ କାହାଣୀଟି ପୁନଃ ନିର୍ମାଣ କରିସାରିଥାଏ। ଆଜି କାହାଣୀଟିରେ ସିଦ୍ଧପାଦଙ୍କର ବକ୍ତବ୍ୟ ବୋଲି ଯାହା ଅଛି, ତାହା କ୍ଷୀଣ ଭାବରେ କଥାର କଙ୍କାଳ ଓ କାହାଣୀଟି କହିଲା ବେଳେ ସମାନ୍ତ ଭାବେ ଶୁଭୁଥିବା ଏକ ବୟସ୍କ, ଗମ୍ଭୀର ଓ ପରିହାସସିକ୍ତ କଣ୍ଠର ସ୍ୱର ଧ୍ୱନି, ଯାହା ଅନୁକରଣ କରିହୁଏ ନାହିଁ, ମାତ୍ର ମନେହୁଏ ବେଶ୍ ଉଚ୍ଚାରଣ କରିହେଉଛି। କିନ୍ତୁ ଗୋଟିଏ ବାକ୍ୟ ସମ୍ପୂର୍ଣ୍ଣ ଅକ୍ଷତ ଭାବେ ମନେ ଅଛି। ବାକ୍ୟଟିର ଗଠନ ରୀତି ପାଇଁ ଓ ବାକ୍ୟର ଅର୍ଥରେ ନିହିତ ଭୟଙ୍କରତା ପାଇଁ। ସିଦ୍ଧପାଦ କହିଥିଲେ, ଶ୍ରାବକ, ତୁମର ପୂର୍ବପୁରୁଷେ ଗଧମାଂସ ଭକ୍ଷଣ କରିଛନ୍ତି। ଗଧମାଂସ? ଶଙ୍ଖାସୁର ଅସଲରେ ଥିଲା ଧଳା ଗଧଟିଏ। ଶଙ୍ଖମୁହଁ ପ୍ରସଙ୍ଗରେ ସମୁଦାୟ ଗ୍ରାମ ପାଇଁ ତାହା ଥିଲା ଅଖଣ୍ଡ ଗ୍ଳାନିକର ଓ ଉତ୍ପୀଡ଼କ ବାସ୍ତବତା, ଯାହାକୁ ଅସୁରବଧର ବୀରତ୍ୱ କିମ୍ବା ଅସୁରଟିଏ ଉପସ୍ଥିତ ଥିବାର ରୋମାଞ୍ଚ ଆଦୌ ଘୋଡ଼ାଇ ପାରୁନଥିଲା। ବୋଧହୁଏ ଶ୍ରାବକ ହିଁ ସେ ବାସ୍ତବତା ଜାଣିଥିଲା। ବୋଧହୁଏ ସମସ୍ତେ ସେ କଥା ଜାଣିଥିଲେ। ବୋଧହୁଏ ସମସ୍ତେ ଜାଣିଥିଲେ ଯେ ସେ କଥାଟି କେବଳ ସେ ହିଁ ଜାଣନ୍ତି। ଏହା ସତ୍ତ୍ୱେ ଶ୍ରାବକ ଶଙ୍ଖମୁହଁ ପ୍ରତି ଥିବା ତାର ମୁଗ୍ଧ ଭାବକୁ କେବେ ବିଚ୍ୟୁତ ହୁଏ ନାହିଁ। ଏହି ପ୍ରଭାତରେ ଉଦିତ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଜଳାଞ୍ଜଳି ଦେଲାବେଳେ ସେ ସେହି ଶଙ୍ଖମୁହଁରେ ପ୍ରଭାସ, ପୁଷ୍କର, କୁରୁକ୍ଷେତ୍ର, ଗଙ୍ଗା, ଗୟା, ପ୍ରୟାଗ ଆଦି ତୀର୍ଥର ଆରୋପ କରିଥାଏ। ଆଜି ତାର ମନେ ହେଲା, ସିଏ ନିଜେ କେଉଁଦିନ ତାର ପ୍ରିୟ ଶଙ୍ଖମୁହଁକୁ ତ ପ୍ରଣାମ କରିନାହିଁ। ବନ୍ଧ ଉପରେ ଠିଆ ହୋଇ ସେ ସେହି ଦନ୍ତୁରିତ ପରିସୀମାର ବର୍ଷର ଅଧିକାଂଶ ସମୟ ଅସ୍ୱଚ୍ଛ ଜଳ ବିଶିଷ୍ଟ ଜଳାଶୟ ଉଦ୍ଦେଶ୍ୟରେ ମଥା ନତ କରିଦେଲା। ଭକ୍ତିରେ, ସମ୍ଭ୍ରମରେ ଓ ପ୍ରୀତିରେ ଝଲକାଏ ଶୀତଳ ସକାଳ ସମୀରଣ ଶ୍ରାବକକୁ ଛୁଇଁ ଦେଇଗଲା। ଦୀର୍ଘାୟୁ ହୁଅ, ଯଶସ୍ୱୀ ହୁଅ, ସେହି ସମୀରଣ ମାର୍ଫତରେ ଶଙ୍ଖମୁହଁ ଆଶୀର୍ବାଦ କରିଥିଲା। ଅନ୍ତତଃ ଶ୍ରାବକକୁ ସେମିତି ମନେ ହେଲା। ସୋଠକାନ୍ଥିନୀ ଉପରେ ବାଁ ଗୋଡ଼ ରଖି ବିପ୍ରଦାସ ଗାମୁଛା ଖଣ୍ଡକରେ ଗୋଡ଼ରୁ ପାଣି ପୋଛି ଆଣିଲା। ତଳେ ଶଙ୍ଖମୁହଁ ପାଣିରେ ତାର ଛାଇ ନାଚୁଥିଲା। ଗୋଟାଏ ମାଛରଙ୍କା ଶୂନ୍ୟରେ ଉଡ଼ୁ ଉଡ଼ୁ ସ୍ଥିର ଥାଇ ଥରେ ଥରେ ପାଣି ଉପରକୁ ଝାମ୍ପ ମାରିବାର ଉଦ୍ୟମ କରି ପୁଣି ଉପରକୁ ଉଠି ଲକ୍ଷ୍ୟ କରୁଥାଏ ପରବର୍ତ୍ତୀ ମାଛ ଶିକାରକୁ। ଉଡ଼୍ ନ ଉଡ଼ୁ, ନ ଉଡ଼ୁ ଉଡ଼ୁ, ଉଡ଼ୁଥାଏ ଉଡ଼ୁ ନ ଥାଏ, ଆକାଶରେ ଘୂରୁଥାଏ, ଜଳରେ ବୁଡ଼ୁଥାଏ, ମାଛ ପାଇଲେ ଉଡ଼ିଯାଏ, ନ ପାଇଲେ ଉଡ଼ୁ ନ ଉଡ଼ୁ, ନ ଉଡ଼ୁ ନ ଉଡ଼ୁ। ବିପ୍ରଦାସର ମନେ ପଡ଼ିଲା ପିଲାବେଳେ ଗାଉଥିବା ଗୀତଟି। ଏବେ ବି ଗାଁର ପିଲାଏ ଗୀତଟା ଖାଆନ୍ତି। କିଏ ଲେଖିଥିଲା ଏ ଗୀତ? କିଏ ଲେଖେ ଏମିତିକା ଗୀତ ସବୁ? ବିପ୍ରଦାସ ଜାଣିପାରେ ନାହିଁ। ସ୍କୁଲ ଯିବା ପୂର୍ବରୁ ଗାଧୋଇବାକୁ ଆସି ଶଙ୍ଖମୁହଁ ପାଣିକୁ ହୃଦସ୍ଥ ଡେଇଁ ପଡ଼ିବାକୁ ବାହାରୁବାରୁ ଶଙ୍ଖମୁହଁ ବନ୍ଧ ଉପରେ ଠିଆ ହୋଇ ମାଛରଙ୍କା ଉଦ୍ଦେଶ୍ୟରେ ପିଲାଏ ଏ ଗୀତ ଗାଆନ୍ତି। ପିଲାଙ୍କ କଳରୋଳ ଓ ତାଳହୀନ ହୁମ୍ ଦୁମ୍ରେ ଶଙ୍ଖମୁହଁର ପାଣି ଉଚ୍ଛଳ ହୋଇଯାଏ।
ପିଲାଙ୍କ ସହିତ ମିଶି ଶଙ୍ଖମୁହ ବି ହେଉଠେ ଉତ୍ତାଳ। ବକ୍ଷ ଉପରେ ଥିବା ଦୁଇଟି ବିରାଟ ଚାକୁଣ୍ଡା ଗଛରୁ ଯେଉଁଟିର ଗହଳ ଶାଖା ଓ ଯେଉଁଠି ହରେକ ଚଢ଼େଇଙ୍କ ହରେକ ରକମ ବସା, ସେଠି ସେତେବେଳକୁ ସ୍ୱର ଶବ୍ଦ ନଥାଏ। ଥାଏ ଗୋଟିଏ ବୁଢ଼ା କାଉ। ଜଗୁଆଳି କାଉଟି ବିରକ୍ତ ହେଇ ଦି ଚକ୍କର ମାରିଦିଏ ଓ କର୍କଶ କଣ୍ଠରେ କହେ, କା 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 କା। ପିଲାଏ ତାକୁ ଛିଗୁଲାଇଲା ପରି ପାଳି ଧରନ୍ତି, ମୂଷା ନଣ୍ଡି ପୋଡ଼ି ଖା, ମୂଷା ନଣ୍ଡି ପୋଡ଼ି ଖା। ଆହୁରି ବିରକ୍ତ ହେଲେ କାଉଟି ପିଲାଙ୍କ ମୁଣ୍ଡ ଉପରେ ଦେଇ ସାଇଁ କରି ଉଡ଼ିଯାଏ। ଆତ୍ମରକ୍ଷା ପାଇଁ ପିଲାଏ ପାଣିରେ ବୁଡ଼ିଯାଆନ୍ତି। ଏ ଖେଳ ଚାଲେ ନିଶାମାମୁଁ ବଜାର ଯିବା ବାଟରେ ସାଇକେଲ ଉପରୁ ଯାଏ ରଡ଼ି ନ ପକାଇଛନ୍ତି। ହେ ଆବେଇଜ ଛତରା କୋଉଠିକାର, ଉଠୁଛ ନା ଦେଖିବ ଏଇଖିଣା। ବିପ୍ରଦାସ ପୋଖରୀ ପାଣି ସାରି ଶୌଚ ହେଇ ସୋଠ କାନ୍ଥେନି ଉପରେ ବାଁ ଗୋଡ଼ ଥୋଇ ପାଣି ପୋଛୁ ପୋଛୁ ପରିବେଶ ବିସ୍ତୃତ ହୋଇଯାଇଥିଲା। ପୋଖରୀ ପାଣି ବସି ବସି ଆସି ନିଶାମାମୁଁ ପହଞ୍ଚି କହିଲେ, ଆରେ ଆରେ, ତୋ ଅଣ୍ଟା ନାଗିଗଲା ନା କ'ଣ? ନା ରକ ପଶିଲା? ରହ ରହ, ମୁଁ ପାଣି ସାରି ସାରି ଫୁଙ୍କି ଦେବି। ବିପ୍ରଦାସକୁ ସେମିତି ଗୋଟାଏ ଅବସ୍ଥାରେ 2 ମିନିଟ୍ କାଳ ନଇଁ ରଖିଥିବା ଦେଖି ନିଶାମଣି ବଡ଼ ଉଦ୍ବିଗ୍ନ ହୋଇ ପଡ଼ିଥିଲେ। ଏତେ ଯେ ଆପେ ବିସ୍ତୃତ ହୋଇଯାଇଥିଲେ କାନରେ ପଇତା ଗୋଳାଇ ହୋଇଥିବା କଥା। ହଠାତ୍ ତାହା ତାଙ୍କର ମନେ ପଡ଼ିଗଲା ଓ ସେ ଜିଭ କାମୁଡ଼ି ପକାଇ ବନ୍ଧ ତଳକୁ ଗଡ଼ିଗଲେ ଶୌଚ ହେବାକୁ। ନିଶାମଣିଙ୍କ କଥାରେ ବିପ୍ରଦାସ ସଚେତନ ଚେତନକୁ ଫେରି ଲାଜ ଲାଜ ହୋଇ ସଳଖେ ଠିଆ ହେଲା। ଆପେ ଶଙ୍ଖମୁହଁ ତୁଠ ଆଡ଼ିକି ପଛ କରି ଚାହିଁଲା ପୂର୍ବ ଦିଗକୁ। ଦିଗ୍ବଳୟ ଯାଏ ବିରାଟ ଗହୀର। ଫସଲ ଉଠା ଖାଁ ଖାଁ ଗହୀର। କିନ୍ତୁ ସକାଳର କଅଁଳ ଖରାରେ ଦିଶୁଥାଏ ତରଳ ସୁନାର ଏକ ବିରାଟ ହ୍ରଦ ପରି। କାହିଁ କୋଶେ ଦୂରରେ ଦିଗ୍ବଳୟ ରେଖାର ସେଇ ଗାଁ ଗୁଡ଼ିକ ଯାହାକୁ ଗଛବୃଚ୍ଛ ଦେଇଥାନ୍ତି ଏକ ନୀଳ ପ୍ରାଚୀରର ଭ୍ରମ, ସେଇଠୁ ବହି ଆସିବା ପରି। ବିପ୍ରଦାସର ଅବଚେତନରେ ସେ ପିଲାଟି ବେଳୁ ଦୂରର ସେଇ ଗାଁ ପ୍ରତି ରହିଆସିଛି ଈର୍ଷା ଓ ସହଣି ଭାବ। କାରଣ ସେଇ ଗାଁରେ ହୁଏ ସୂର୍ଯ୍ୟୋଦୟ। କେତେ ଭାଗ୍ୟବାନ ନୁହନ୍ତି ସେ ଗାଁ ଲୋକେ? ସେତିକି ନୁହେଁ, ପଶ୍ଚିମରେ ଘଷିପଡ଼ିଆ ଦଣ୍ଡା, ସେ ମୁଣ୍ଡରେ କାହିଁ କେତେ ଲମ୍ବା କିଏ ଗୋହିରୀ ଆଉ ବାଉଁଶ ଭେଡ଼, ସେପଟେ ଅନ୍ତପୁର ଗାଁ, ସେଠି ସୂର୍ଯ୍ୟ ଅସ୍ତ ଯାଏ। ଅନ୍ତପୁର ଗୋଟିଏ ପଢ଼ା ଗାଁ, ସେଠି ଦେଖ ସୂର୍ଯ୍ୟ ଅସ୍ତ ହେବ। ବିପ୍ରଦାସର ଅଭିମାନ ହୁଏ, ତା ଗାଁରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦିଟାରୁ କେଉଁ ଗୋଟାଏ ମଧ୍ୟ ହୁଏ ନାହିଁ। ସବୁ କିଶୋର ପ୍ରାଣରେ ବୋଧହୁଏ ଏମିତି ଏକ ଅବଶୋଷ ରହିଥାଏ, କାରଣ କାହାରି ନିଜ ଗାଁରେ ସୂର୍ଯ୍ୟୋଦୟ କିମ୍ବା ସୂର୍ଯ୍ୟାସ୍ତ ହୁଏ ନାହିଁ। ବିପ୍ରଦାସର ଏହି କିଶୋର ସୁଲଭ ଚେତନା କେବେ ବିକାଶ ବା ସଂଶୋଧନ ହୁଏ ନାହିଁ। ତା ପାଠପଢ଼ା ନାଥ ସାହୁ ଅବଧାନଙ୍କ ସାହିତ୍ୟରେ, ଗୋପୀ ଭାଷା ଗଣିତରେ, ଓଡ଼ାଙ୍କ ଫେଡ଼ାଙ୍କ ଓ ସ୍ୱାସ୍ଥ୍ୟ ରକ୍ଷାରେ, କରଞ୍ଜ ଲିମ୍ବ ଦାନ୍ତକାଠିରେ, ଦନ୍ତ ଧାପନ, ଶୌଚ ପରେ ବନମାଟିରେ ହସ୍ତଶୋଧନ ଓ ଚଳନ୍ତା ପାଣିରେ ସ୍ନାନ ଏବଂ ଆଧ୍ୟାତ୍ମିକତାରେ ସୂର୍ଯ୍ୟ ପ୍ରଣାମ, ତୁଳସୀ ସେବନ ତଥା ସଞ୍ଜବେଳେ ଭାଗବତ ପାଠରେ ସୀମିତ ଥିଲା। ସେ ମୋଟେ ଜାଣିନଥିଲା ସୂର୍ଯ୍ୟ ସ୍ଥିର, ପୃଥିବୀ ଘୂର୍ଣ୍ଣନଶୀଳ। ସେ ମୋଟେ ଜାଣିନଥିଲା ଚନ୍ଦ୍ରାଲୋକ ସୂର୍ଯ୍ୟାଲୋକର ପ୍ରତିଫଳନ। ଜାଣି ବି ନଥିଲା ଚନ୍ଦ୍ର ଏକ ଉପଗ୍ରହ ଓ ଠେକୁଆଟିଏ ଗହ୍ୱର ବାଲୁକା ସ୍ତୂପର ଛାଇ। ବଡ଼ ହେବା ପରେ ସେ କାହାଠୁ ଶୁଣିଥିଲା ଏବଂ ପୁରାଣ ପଢ଼ି ଛାଇଛାୟା ଭାବେ ଜାଣିଥିଲା ଯେ ସୂର୍ଯ୍ୟ ସମୁଦ୍ର ଭିତରୁ ଉଦୟ ହୁଅନ୍ତି ଏବଂ ଅସ୍ତାଚଳରେ ଘରକୁ ବାହାରନ୍ତି। ଏଇଆ ଜାଣି ସେ ଆପଣା ଜ୍ଞାନକୁ ନେଇ ଏତେ ସନ୍ତୁଷ୍ଟ ଥାଏ ଯେ ଆଦୌ କେବେ ଏହା ବ୍ୟତୀତ ଅନ୍ୟ କିଛି ଜାଣିବାକୁ ଆଗ୍ରହ ମଧ୍ୟ କରେ ନାହିଁ। ଗ୍ରାମୀଣ ମଣିଷର ସାଧାରଣ ଜ୍ଞାନ ତାର ଅନୁମାନ ଓ ଶ୍ରୁତି ନିର୍ଭର। କିନ୍ତୁ ବିଜ୍ଞାନ ଓ ଆଧୁନିକ ଶାସ୍ତ୍ରାଦିକୁ ବାଦ ଦେଇ କୃଷି ନିର୍ଭର ଜୀବନ ଜୀଇଁବାକୁ ତାର ସେହି ଜ୍ଞାନ ଆଦୌ ଅକୁଳାନ ନୁହେଁ। ବିପ୍ରଦାସ ଆକାଶ ଦେଖି ପାଗ କହିପାରେ, ମାଟି ଦେଖି ବତର୍କ ବାରିପାରେ, ବଳଦ ଦେଖି ତାର ସାମର୍ଥ୍ୟ କଳିପାରେ, ଲୋକ ଦେଖି ଚରିତ୍ର ଚିହ୍ନିପାରେ, ବେକ ଦେଖି ସାଧୁ ବୈଷ୍ଣବ ଜାଣିପାରେ, ଜିନିଷ ଦେଖି ପରିମାଣ ଅନୁମାନ କରିପାରେ, ପେଟ ଦେଖି ଭୋକ ଜାଣିପାରେ, ହସ ଦେଖି ଖୁସି ବୁଝିପାରେ, ଦେହ ନସମା ଲାଗିଲେ ଜ୍ୱର ହେବ ବୋଲି ମଧ୍ୟ କହିପାରେ। ବନ୍ଧୁର ବ୍ୟବହାରରୁ ସେ ଜାଣିପାରେ ତାର ଆନ୍ତରିକତା, କଥାବାର୍ତ୍ତାରୁ ଜାଣିପାରେ ଭକ୍ତି କି ସ୍ନେହ କି ଶ୍ରଦ୍ଧା। ବିପ୍ରଦାସ କେବଳ ନୁହେଁ, ସେ ଗାଁର ସବୁ ଅଣପାଠୁଆ ପିନ୍ଧାରେ ଜଙ୍ଘ ଦେଖାଉଥିବା, ଉପର ଅଧକରେ ଗାମୁଛାକୁ ଯଥେଷ୍ଟ ମଣୁଥିବା ଲୋକ ଏମିତିକା।
ଯେଉଁମାନଙ୍କୁ ସଞ୍ଜରେ ସବୁ ଘଞ୍ଚ ଗଛରେ ଡାହାଣୀ ପିତାଶୁଣୀ ଭୂତ ସୈତାନ ଦିଶନ୍ତି, ଯେଉଁମାନେ ପଡ଼ୋଶୀର ଅକଳି ପଡ଼ିଲେ ରାତି ଅଧରେ 5 କୋଶ ମାଡ଼ି ଭୁସି ପଳାନ୍ତି, ଯେଉଁମାନେ ସୂତାଏ ହିଡ଼ ଘୁଞ୍ଚାଇ ଦେଇଥିବା ହିଡ଼ ସାଙ୍ଗୀକୁ ଫାଉଡ଼ା କୋଡ଼ି ନ ହେଲେ ଠେଙ୍ଗା ଧରି ମାରି ଗୋଡ଼ାଇ ଯାଆନ୍ତି ଓ ଆଖିରେ ପଡ଼ିଲେ କାହା ଫସଲ ଉଜାଡ଼ି ଦେଉଥିବା ମାଙ୍କଡ଼ ଗାଈଗୋରୁଙ୍କୁ ବିଲରୁ ନ ତଡ଼ିବା ଯାଏ ଯେଉଁମାନଙ୍କୁ ଫୁର୍ସତ ମିଳେ ନାହିଁ। ଶଳା ଭଗବାନର ଆଖି ନାହିଁ ଥିଲେ ସେ ଦେଖନ୍ତା ଏ ଦୁଃଖ। ବେମାର ମା'କୁ ପଥି ଗଣ୍ଡେ ଦେଇ ନ ପାରୁଥିବା ଯୋଡ଼ ମଣିଷ ବଡ଼ ଅଭିମାନରେ କପାଳ କୋଡ଼େ ଓ ଯେଉଁ ମଣିଷ ଖାଇ ବସିବାକୁ ଯାଉ ଯାଉ ଦରଜା ବାହାରେ ଅନ୍ନ ଗଣ୍ଡେ ମିଳୁର ଚିତ୍କାର ଟାଳି ନ ପାରି ବଡ଼ା କଂସାକ ତା ଥାଳରେ ଢାଳି ଦେଇ ଖୁସି ମନରେ ଢାଳେ ପାଣି ଢକ ଢକ ପିଇଯାଏ। ବିପ୍ରଦାସ ଥିଲା ସେହି ଗୋଷ୍ଠୀର। ବିପ୍ରଦାସ ଭଳି କେତେଜଣ ମିଶି ସେ ଗୋଷ୍ଠୀ ଗଢ଼ିଥିଲେ। ସଚେତନ ଭାବରେ ନୁହେଁ, ଆଚାରରେ ବିଚାରରେ କାର୍ଯ୍ୟରେ କରଣୀରେ ଦେଖି ଶିଖି ମଡ଼ା ବାଟରେ ସହଜପଣରେ ସେମାନେ ସେମାନଙ୍କ ଅଜ୍ଞାତରେ ସେ ଗୋଷ୍ଠୀ ତିଆରି କରିଥିଲେ। ତେଣିକି ସେ ଗୋଷ୍ଠୀର ଜଣେ ଭାବରେ ସେମାନେ ଗୋଷ୍ଠୀ ନିୟମର ଦାସ ହୋଇଥିଲେ। ଅନ୍ୟମାନଙ୍କ ଆଖିରେ ମୂର୍ଖ ପୁରୁଣାକାଳିଆ ବିବେଚିତ ହୋଇଯାଇଥିଲେ। ବିପ୍ରଦାସକୁ ସେଥିପାଇଁ ଗାଁ ଗୋଟାକ ମଣିଷରେ ଗଣତିରେ ନାହିଁ। କୌଣସି ନ୍ୟାୟ ନିଶାପରେ ତାକୁ ଡକରା ହୁଏ ନାହିଁ। କୌଣସି ନିମିତ୍ତ ପର୍ବରେ ତାକୁ ଲୋଡ଼ା ପଡ଼େ ନାହିଁ। କୌଣସି ସାମୂହିକ କାର୍ଯ୍ୟରେ ତାର ସମ୍ମତି ଆବଶ୍ୟକ ହୁଏ ନାହିଁ। ବିପ୍ରଦାସ ବି ଏସବୁ ଝାମେଲାର କଥା କହି କଥା କାଟ ଖାଇଯିବାର ଗ୍ଲାନି ଭୋଗିବାକୁ ପ୍ରସ୍ତୁତ ନଥାଏ। ହୋଇରେ ହୋଇ ମାଧିଆ ଭାଇ, ତୁମେ ଯାହା କଲ ଠିକ୍ କଲ, ବିପ୍ରଦାସ କହେ। ନତୁବା ସେମାନେ ବିପ୍ରଦାସକୁ କୁହାଇ ଦିଅନ୍ତି। କିନ୍ତୁ କାହାର କରଣୀରେ କାହାର ଟିକେ କ୍ଷତି ହେଉଥିଲେ, ଏପରିକି ସମୂହ ପାଇଁ ବ୍ୟକ୍ତିର ସୂତାଏ ଜାଗା କି ମୁଠାଏ ଫସଲ କି ବେକେ ମୋଟର ଗଛ କି ଖୋପାର ମାଛ କି କଡ଼ାକର ଇଜ୍ଜତ ଉପରେ ଆଞ୍ଚ ଆସୁଥିଲେ, ବିପ୍ରଦାସ କହିପାରେନି ସିନା, ମନ ଭିତରେ ଭାରି ଦୁଃଖ ପାଏ। ଅତି ଆରତରେ ଭଗବାନଙ୍କୁ ଡାକ ପକାଏ, ହେ ଭଗବାନ, ମୋର ନେଇ ତାର ପୂରଣ କରିଦିଅ। ଦିନେ ରାତି ଅଧରେ ଆରସାଏ ମଦନା ସାହୁର ସାତ ସତର ଖଞ୍ଜା ନିଆଁ ଲାଗି ଯାଇଥାଏ। ବିପ୍ରଦାସ ବି ସେଠି ପହଞ୍ଚି ଯାଇଥାଏ ଆଉ ଆଉ ଲୋକଙ୍କ ସହ। ସାପ ଫଡ଼ା ପରି ଲହ ଲହ ହେଉଥାଏ ନିଆଁର ଶିଖା। ମାଡ଼ି ଯାଉଥାଏ ଚରଚର କରି। କେଉଁ ଜଣ ସାହସୀ ଲୋକ ପିଠିରେ ଓଦା ଅଖା ପକେଇ ନିଆଁ ଧୂଆଁକୁ ବେଖାତିର କରି ପଶି ଯାଉଥାନ୍ତି ଜଳନ୍ତା ଖଞ୍ଜା ଭିତରକୁ। ଓଟାରି ଆଣୁଥାନ୍ତି ଯାହା ହାତରେ ପଡ଼ିଲା। ପିଲାଛୁଆ ମାଇପେ ମନ୍ଦା ମନ୍ଦା ହେଇ ବିକଳ କାନ୍ଦରେ କମ୍ପେଇ ଦେଉଥାନ୍ତି ଥାନଟା। ବେଳେବେଳେ ଅଳୁଆ ଚାଉଳ ଦୁବ ନିଆଁ ଉପରକୁ ଫୋପାଡ଼ି ଲମ୍ବ ଲମ୍ବ ତଳେ ଶୋଇ ଯାଉଥାନ୍ତି। ହେ ଅଗ୍ନି ଦେବତା, ମହାପ୍ରଭୁ ଶାନ୍ତ ହୁଅ, କୋପ ଶାନ୍ତ କର, ରକ୍ଷା କର। ମାଇପେ ମହଲରେ ସେ କାରୁଣ, ପୁରୁଷ ମହଲରେ ଉତ୍ସାହ ସହିତ ଆତଙ୍କର ଅପନୋଦନ ପାଇଁ ତତ୍ପରତା ବୃଦ୍ଧି କରାଇ ଦେଇଥାଏ। ପାଣି ପାଣି ବାଲ୍ଟି ହେଇ ଧର, ଢଙ୍ଗ ଢଙ୍ଗ, ଠୋ ଠା, ଖସ୍ ଖସ୍, ଛୁପ୍ ଛୁପ୍, ଏପଟ ସେପଟ ହେଇ ସିଡ଼ି ଆଣବେ। ସଁ ସାଁ ନିଶ୍ୱାସ, ସୁଁ ସୁଁ କାନ୍ଦଣା, ଅର୍ଥ ଅନର୍ଥକ ଧାଁ ଦୌଡ଼, ପାଣି ପାଣି ଚିତ୍କାର ଓ ଆତଙ୍କର ଧ୍ୱନି ବଢ଼ି ଯାଉଥାଏ। ଆହୁରି ଆହୁରି ଲୋକେ ଜମି ଯାଉଥାନ୍ତି। ଆଖପାଖ ସବୁ ଲୋକକୁ ଲୋକେ ଜଗି ଯାଇଥାନ୍ତି। ଓଦା ହେଁସ ମସିଣା କଦଳୀ ଗଛ ବଣସାରୁ ଗଛରେ ଚାଳ ଉପର ନଡ଼ାକୁ ଘୋଡ଼େଇ ପକାଇଥାନ୍ତି। ଜ୍ୟେଷ୍ଠ ପଶି ସାରିଥାଏ, ବୁନ୍ଦାଏ ବି ମାଟି ପଡ଼ିନଥାଏ। ଦେଖୁ ଦେଖୁ 8ଟା କୂଅ ଶୁଖିଗଲା। ଦେଖୁ ଦେଖୁ 4ଟା ଟୁବି ଗଡ଼ିଆ ପଙ୍କ ସହିତ ତଡ଼ା ହୋଇଗଲା। କଦଳୀ ଗଛ, ଅମୃତଭଣ୍ଡା ଗଛ ଆଖପାଖରୁ ସରିଗଲା। ଦେଖୁ ଦେଖୁ ଖାଲି ବାଲ୍ଟି ହାତକୁ ହାତ ବୁଲି ଠଙ୍ଗ ଠଙ୍ଗ କରି ତଳେ ଗଡ଼ିଲା। କ'ଣ କରିବା ଭାଳେଣି ପଡ଼ିଗଲା। ଭାରି ଭାରି ସାହସୀ ଲୋକ ବି ହତାଶ ହେଇ ପଡ଼ିଲେ। ସେତେବେଳେ ମାଇପି ଆଉ ବଚ୍ଚାଙ୍କ ଗହଳ ପଛପଟେ ଏକାଣେ ଠିଆ ହୋଇ ବିପ୍ରଦାସ ଠକ ଠକ ଥରୁଥାଏ ଆଉ କହୁଥାଏ, ହେ ଭଗବାନ, ଗରିବର ଘରଟା ରକ୍ଷା କରିଦିଅ, ପଛେ ମୋର ଘର ଭସ୍ମ କରିଦିଅ। କହୁଥାଏ ଥିରି ପାଟିରେ ମନକୁ ମନ। ତା କଥା କାହାକୁ ଅବଶ୍ୟ ଶୁଭୁ ନଥାଏ। କିନ୍ତୁ ଅଘଟଣା ହେଲା ଦୈବାତ୍। ପବନ ଘୁନ୍ଦାଳ କଲା। ପୁଳାଏ ନିଆଁ ଲଗା କୁଟା ଖୁବ୍ ଉଚ୍ଚରୁ ଉଡ଼ି ଘୂରି ଘୂରି ଯାଇ ପଡ଼ିଲା ବିପ୍ରଦାସର ଘର ମଥାନ ଉପରେ। ଦେଖୁ ଦେଖୁ ପୁଣି ଦମେ ହାଲହୋଳି ପଡ଼ିଗଲା। କିଛି ଲୋକ ଚମକି ଗଲେ ବିପ୍ରଦାସ ଘର ଆଡ଼କୁ। ଏଣେ ମଦନା ସାହୁର ଘର ଦରପୋଡ଼ା ହୋଇ ରହିଯାଇଥାଏ। ଆଉ କିଛି କ୍ଷତି ହୋଇନଥାଏ। ସେଇଆକୁ ଚାହିଁ ବିପ୍ରଦାସ ଥ ହୋଇ ଠିଆ ହୋଇଯାଇଥାଏ। ଅଳ୍ପ ଟିକିଏ ହସ ଲାଗିଥାଏ ତା ଓଠରେ, ଯାହାର ଅର୍ଥ ହେବ
ଭଗବାନ ଶୁଣିଲ ତାହେଲେ। ସେଥର ପାଣି ଅଭାବରୁ ବିପ୍ରଦାସର ଘର ସତକୁ ସତ ଧ୍ୱଂସ ହୋଇଗଲା। ଲୋକେ କହିଥିଲେ ଘୋର ପାପୀ, କୋଢ଼ିଆ, ଖଣ୍ଡିଆ। କେହି ହେଲେ ବାୟା ବୋଲି କହିଥିଲେ ମଧ୍ୟ। ବାୟା ନହେଲେ ଆପଣା ଘର ପୋଡ଼ି ଯାଉଥିଲା ବେଳେ କେହି କ'ଣ ମୁରିକି ହସା ମାରି ଜଳକା ପ୍ରାୟ ଆକାଶକୁ ଚାହିଁ ରହିପାରେ? ସେ ଘଟଣାରେ ବିପ୍ରଦାସ ଭିତରେ ଦେବଭକ୍ତି ବଢ଼ିଯାଇଥିଲା। ସେ ଆପେ ଆପେ ପ୍ରସ୍ତାବ ଦେଇଥିଲା, ଦିଅ ଦିଅ, ଛାଡ଼ ଠାକୁରାଣୀ ଚାଳିଆରେ ମୋ ରହିବା କରିଦିଅ। ମୁଁ ବରଞ୍ଚ ଠାକୁରାଣୀ ସେବାଟା କରିଦେବି। ପାଚିଲା ଗାମୁଛାଟୁକୁ ବେକରେ ଗୁଡ଼ାଇ ନ୍ୟୁନ ହେଇ ପ୍ରସ୍ତାବ ଦେଇଥିଲା। ଆଉ କହିବ ତ ମୋ ଢିଅଟା ଛାଡ଼ି ଦେଉଛି। ଭାଗତ ଘରକି ଯାହା ମନେ କଲେ କର। ସେହିଦିନଠାରୁ ବିପ୍ରଦାସ ପଣ୍ଡା ଶଙ୍ଖମୁହଁର ପଶ୍ଚିମ ପଟ ବନ୍ଧକୁ ଦିଖଣ୍ଡ କିଆରୀ ଟପି ବଡ଼ ଆମ୍ବତୋଟା କଡ଼ରେ ଜାଗୁଳେଇ ଠାକୁରାଣୀଙ୍କ ଚକଡ଼ାରେ ଆସ୍ଥାନକୁ ଖଣ୍ଡେ ଛାଡ଼ି ନୁଆଣିଆ ଚାଳ ଖଣ୍ଡକରେ ଦିନ କାଟେ। ସେହି ଚାଳିଆର ଫାଳକରେ ରୋଷେଇ ଘର, ଧୂଆଁ ବୋଲି କାନ୍ଥ ଓ ଚାଳର ବାଉଁଶ ନଳା ପର୍ଯ୍ୟନ୍ତ କଳା ପଡ଼ିଯାଇଥାଏ। ବିପ୍ରଦାସ ସକାଳୁ ଉଠି ଠାକୁରାଣୀ ଅଗଣା ଝାଡ଼ୁ କରି ଫୁଲ ତୋଳି ଆସେ ନିତ୍ୟକ୍ରମ ସାରିବାକୁ ଶଙ୍ଖମୁହଁକୁ। ସେଠୁ ଫେରି ଗାଁ ଭିତରକୁ ଯାଏ ଟିକିଏ ବୁଲି ଚାଲି। ସେଇଠୁ ଜଣାପଡ଼ିଯାଏ କାହାର ଠାକୁରାଣୀ ଗାଧୁଆ କି ଘିଅପୋଡ଼ା କି ନୀତି ହେବାର ଅଛି। ନୀତି ହେବାର ଥିଲେ ସେ ମାନସିକାର ଘରୁ ଜାଳ ଗଣ୍ଡାକ ବାନ୍ଧି ଚାଲି ଆସେ। ମାଗେ ନାହିଁ, ଦେଲେ କାହା ଘରେ କେମିତି ଚା ପିଏ, ସଙ୍ଖୁଡ଼ି ହୁଏ ନାହିଁ। କଅଁଳ ଗାଧୁଆ ବେଳକୁ ସେ ପୁଣି ଯାଏ ଶଙ୍ଖମୁହଁ ବନ୍ଧକୁ, ଗାଧାଏ ମନ ବୋଧ କରି। ସେତିକିବେଳେ ସ୍କୁଲ ଯିବା ପିଲାଙ୍କ ଗାଧୁଆ ବେଳ। ଯେତେବେଳେ ପିଲାଏ ହୁମ୍ ଧୁମ୍ ହେଇ ଶଙ୍ଖମୁହଁର ନୀଳପାଣିକୁ ଗୋଳିଆ କରିବାରେ ଲାଗିଥାନ୍ତି, ସେତେବେଳେ ସେ ପିଲାଙ୍କୁ ଦେଖୁ ଦେଖୁ ଖୁସି ହୋଇଯାଏ। ମନେ ମନେ କହେ, ମା ଜାଗୁଳେଇ, ଛୁଆଙ୍କୁ ମୋର ଘଣ୍ଟ ଘୋଡ଼େଇ ରଖିଥା। ବାଳକମାନେ ବିପ୍ରଦାସର ଉପସ୍ଥିତିକୁ ଆଦୌ ସମୀହ କରନ୍ତି ନାହିଁ। ଚଳପ୍ରଚଳ ହେଉଥିବା ଖୁଣ୍ଟଟିଏ ଅବାସେ। କିନ୍ତୁ ଯେତେବେଳେ ବିପ୍ରଦାସ ବ୍ୟତୀତ ଆଉ କେହି ବୟସ୍କ ଶଙ୍ଖମୁହଁ ବନ୍ଧରେ ଉପସ୍ଥିତ ନଥାନ୍ତି, ସେତେବେଳେ କେହି କେହି ବଗୁଲିଆ ପିଲା ତା ନାଁରେ ଗୀତ ବାନ୍ଧନ୍ତି। ଠାକୁରାଣୀ ଘଣ୍ଟି ଟିଣି ଟିଣି, ବିପ୍ରନନା କଛାରେ ପାଣି। ବିପ୍ରଦାସ ଶୁଣେ ନାହିଁ। ଭାବେ ଆସନ୍ତା କିଏ ମାଛିରଙ୍କାଟିଏ ପିଲାଏ ଗାଆନ୍ତେ, ଉଡ଼ୁ ନ ଉଡ଼ୁ ଉଡ଼ୁ। ମୋର କି ହସାଟିଏ ମାରି ସୂର୍ଯ୍ୟ ନମସ୍କାର ସାରି ବନ୍ଧ ଉପରକୁ ଉଠି ଆସେ ବିପ୍ରଦାସ। ଶୌଚ ହେଇ ନିଶା ମଣି ଉଠିଲେ ବନ୍ଧ ଉପରକୁ। ବିପ୍ରଦାସ କହିଲା, ମାମୁଁ ଚାଲ, ମୁଁ ଯିବି ଗାଁ ଆଡ଼େ। ଆଜି ପାର ଅପାର ଠାକୁରାଣୀ ମାଜଣା ଅଛି, ସେରେ ଫୁଟାଇବ ବୋଲି କହୁଥିଲା। ତେବେ ଏହିଠାରେ ଶେଷ ହେଲା ଜଳଦର୍ପଣ ଉପନ୍ୟାସର ପ୍ରଥମ ଓ ଦ୍ୱିତୀୟ ପରିଚ୍ଛେଦ। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ପରିଚ୍ଛେଦ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।